ବନ୍ଦେ ଲୋକତିଲକଂ ସାତତ ବାର୍ତ୍ତା ବିଭୂଷଣଂ ଅମର କୃତ୍ୟୁଚ୍ଚାरणଂ ପ୍ରବୁଦ୍ଧଂ ଲୋକଜୀବନଂ ପ୍ରଣୟ ପ୍ରମତ ଜାଗଦୀପନଂ ବନ୍ଦେ ଜୀବନ ଜୀବନଂ ସତ୍ପୁରୁଷୋତ୍ତମ। ଜୟଗୁରୁ। ପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଏହି ଅମୃତବାଣୀ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ଆର୍ଯ୍ୟ ସଂସ୍କୃତି ଓ ଭାରତର ସ୍ୱାଧୀନତାକୁ ନେଇ ଶ୍ରୀ ଶ୍ରୀ ଠାକୁରଙ୍କର କ'ଣ ବାର୍ତ୍ତା ରହିଛି ଆଜିର ଏହି ଭିଡ଼ିଓଟିରେ ଉପସ୍ଥାପନ କରିବାକୁ ଯାଉଛି। ପୃଥିବୀ ଇତିହାସରେ ଅନେକ ସଭ୍ୟତାର ଉତ୍ଥାନ ପତନ ହୋଇଛି, ବିଲୀନ ହୋଇଯାଇଛି ଅନେକ ସଭ୍ୟତା, କିନ୍ତୁ ମହାକାଳର ଦରବାରରେ ଭାରତୀୟ ଆର୍ଯ୍ୟ ସଭ୍ୟତା ଶତ ସହସ୍ର ଆଘାତ ସତ୍ତ୍ୱେ ବି ଏବେ ମଧ୍ୟ ନିଜର ଅସ୍ତିତ୍ୱ ବଜାୟ ରଖିଛି। ଧର୍ମର ଦେଶ ଏହି ଭାରତବର୍ଷ। ଏହି ଭାରତ ଭୂମିରେ ପ୍ରାତଃ ସ୍ମରଣୀୟ ମହାପୁରୁଷଗଣ ବାରମ୍ବାର ଆବିର୍ଭୂତ ହୋଇ ଜଗତକୁ ଜ୍ଞାନର ଆଲୋକ ଦାନ କରି ପ୍ରକୃତରେ କଲ୍ୟାଣର ପଥ ଦେଖାଇଛନ୍ତି। ତେଣୁ ଭାରତ ଭୂମି ପବିତ୍ର। ଏହି ଦେଶରେ ବ୍ୟାସ, ବାଲ୍ମୀକିଙ୍କ ଭଳି ମହାତ୍ମାଗଣ, କାଳିଦାସ, ଭବଭୂତି, ବିଷ୍ଣୁ ଶର୍ମା, ପାଣିନି, ଶୂଦ୍ର ଆଦି ବହୁ ମହାକବି, ଗାଳ୍ପିକ, ଦାର୍ଶନିକ, ଗଣିତଜ୍ଞ ଅବତୀର୍ଣ୍ଣ ହୋଇଥିଲେ। ଏହି ଦେଶରେ ଉପନିଷଦର ଋଷିଙ୍କ କଣ୍ଠରେ ଧ୍ୱନିତ ହୋଇଥିଲା ଭୂମୈବ ସୁଖମୟ ନାଳ୍ପେ ସୁଖମସ୍ତି ବସୁଧୈବ କୁଟୁମ୍ବକମ୍ ଶୃଣନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରାଃ। ଆମେ ଭାରତୀୟ ଏକ ସୁପ୍ରାଚୀନ ସଭ୍ୟତା ଓ କୃଷ୍ଟିର ଉତ୍ତରାଧିକାରୀ, କିନ୍ତୁ ହଜାରେ ବର୍ଷର ପରାଜିତ ଅବସ୍ଥାରେ ରହି ଆମେମାନେ ଆମମାନଙ୍କ ଇତିହାସ ଭୁଲି ଯାଇଛୁ, କୃଷ୍ଟି ଭୁଲି ଯାଇଛୁ। ତେଣୁ ଆମେମାନେ ଆଜି ଆମମାନଙ୍କର ପୂର୍ବପୁରୁଷଙ୍କ ଗୌରବଗାଥା ଆଲୋଚନା କରୁନାହୁଁ। ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ଆମେମାନେ ଶ୍ରଦ୍ଧାହରା, ଆମମାନଙ୍କ କୃଷ୍ଟି ପ୍ରତି ଶ୍ରଦ୍ଧାହରା ହୋଇଛୁ। ନିଜକୁ ଆର୍ଯ୍ୟ କହିବାକୁ ଆମେମାନେ କୁଣ୍ଠିତ ହେଉଛେ। ଏହା ଫଳରେ ପାଶ୍ଚାତ୍ୟରେ କଲଚରାଲ କନକ୍ୱେଷ୍ଟ ହେଉଛି। ପରକୁ ବା ଅନ୍ୟକୁ ଅନୁକରଣ କରିବାର ମାନସିକତା ଆମମାନଙ୍କ ମଧ୍ୟରେ ପ୍ରବଳ ହୋଇ ଉଠିଛି। ଇଂରେଜମାନେ ଏହି ଦେଶ ଛାଡ଼ି ଚାଲିଗଲେ ହିଁ ଆମମାନଙ୍କର ଯାବତୀୟ ସମସ୍ୟାର ସମାଧାନ ଓ ଦୁଃଖ କଷ୍ଟର ଅବସାନ ହେବ ବୋଲି ଭାବୁଥିଲେ, କିନ୍ତୁ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି ଏବଂ ନିତ୍ୟ ନୂତନ ସମସ୍ୟାରେ ଜଡ଼ାଇ ହୋଇ ଆମେ ଅକୂଳ ସାଗରରେ ଭାସୁଛେ। ଭାରତ ଭାଗ ହେଲା ଧର୍ମ ଭିତ୍ତିରେ, ଅର୍ଥାତ୍ ବର୍ତ୍ତମାନ ଧର୍ମକୁ କେନ୍ଦ୍ର କରି ସାମ୍ପ୍ରଦାୟିକତା, ଧର୍ମାନ୍ଧତା ଉତ୍କଟ ଆକାର ଧାରଣ କରିଛି ଏବଂ ଅଶାନ୍ତିର ନିଆଁ ଖେଳାଇ ହୋଇଛି ଚାରିଆଡ଼କୁ। ଧର୍ମ ହେଉଛି ଏକ ଓ ଅଦ୍ୱିତୀୟ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହିଛନ୍ତି, ଧର୍ମ କଦାପି ବହୁ ହୁଏ ନାହିଁ, ଧର୍ମ ବରାବର ଏକ ଏବଂ ଧର୍ମ ସହିତ ସାମ୍ପ୍ରଦାୟିକତାର କୌଣସି ସମ୍ପର୍କ ନାହିଁ। ଜଣେ ଜଣେ ପ୍ରେରିତ ପୁରୁଷଙ୍କୁ ଆଶ୍ରୟ କରି ଏକ ଏକ ସମୟରେ ଏକ ଏକ ଦେଶରେ ଧର୍ମର ବିଶେଷ ଜାଗରଣ ହୋଇଛି। ଧର୍ମ ମାନେ ସେଇ ଆଚାର, ସେଇ ଚିନ୍ତା, ସେଇ ଚଳଣି ଯଦ୍ୱାରା ମଣିଷ ସପରିବେଶ ସର୍ବତୋମୁଖୀ ବଞ୍ଚିବା ବଢ଼ିବା ପଥରେ ଅଗ୍ରସର ହୁଏ। ଦେଶ କାଳ ପାତ୍ର ଅନୁଯାୟୀ ସ୍ୱ ସ୍ୱ ବୈଶିଷ୍ଟ୍ୟର ଅନୁସରଣ ପୂର୍ବକ। ତାହେଲେ ଜଣଙ୍କର ଧାର୍ମିକ ଚଳନ ସଙ୍ଗେ ଅନ୍ୟର ଧାର୍ମିକ ଚଳନରେ କୌଣସି ମୂଳଗତ ବିରୋଧ ଥାଇ ନପାରେ। ଯଦିଓ ବୈଶିଷ୍ଟ୍ୟ ଅନୁଯାୟୀ ଉଭୟର ଚଳନ ସ୍ୱତନ୍ତ୍ର ହୋଇପାରେ, ସେ ଦୃଷ୍ଟିରୁ ପ୍ରତ୍ୟେକ ଧାର୍ମିକର ହିଁ ଏକ ପନ୍ଥା। ତା ଛଡ଼ା କୌଣସି ପ୍ରେରିତ ପୁରୁଷ ପ୍ରତି ଯଦି କେହି ନିଷ୍ଠା ସମ୍ପନ୍ନ ହୁଏ, ଏକର ଏହି ନୈଷ୍ଠିକ ଅନୁସରଣ ଭିତର ଦେଇ ତାର ଅନ୍ୟାନ୍ୟ ପ୍ରେରିତ ପୁରୁଷଗଣଙ୍କୁ ମଧ୍ୟ ଯୁଗପତ୍ ଅନୁସରଣ କରାହୋଇଥାଏ। ଆଜିକାଲି ମଣିଷ ଧର୍ମ ସମ୍ପର୍କରେ କିମ୍ଭୂତ କିମାକାର ଧାରଣା ପୋଷଣ କରୁଛି। ଧର୍ମ ଜୀବନରେ ଅପାଙ୍କ୍ତେୟ, ଜୀବନ ଧାରଣ ପାଇଁ ଅବଶ୍ୟ ପ୍ରୟୋଜନୀୟ ନୁହେଁ। ଧର୍ମ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର, ତା ସଙ୍ଗେ ଅନ୍ୟ କୌଣସି ଜିନିଷର ସମ୍ପର୍କ ନାହିଁ। ଆଜିର ମଣିଷ ଧର୍ମହୀନ ରାଜନୀତି ଏହି ଭାରତୀୟ ଧାରଣାର ବଶବର୍ତ୍ତୀ ହୋଇଛନ୍ତି। ଧର୍ମ କ'ଣ ଜାଣେ ନା, ଧର୍ମ ସମ୍ପର୍କରେ ଆମର କୌଣସି ଆଗ୍ରହ ନାହିଁ ଇତ୍ୟାଦି ମନ୍ତବ୍ୟ ଅନେକ ତଥାକଥିତ ଶିକ୍ଷିତମାନଙ୍କ ମୁହଁରୁ ଶୁଣିବାକୁ ମିଳେ।
ଅନେକ କହିଥାନ୍ତି ଭୟରୁ ଧର୍ମର ଉତ୍ପତ୍ତି ହେଲା। ମଣିଷ ଯେତେବେଳେ ଅସଭ୍ୟ ଥିଲା, କଞ୍ଚା ମାଂସ ଖାଉଥିଲା, ଉଲଗ୍ନ ଥିଲା, ଗୁହା ଗହ୍ୱରରେ ବାସ କରୁଥିଲା, ସେତେବେଳେ ନାନାବିଧ ଶୋକ ଓ ପ୍ରାକୃତିକ ବିପର୍ଯ୍ୟୟ ଭୟରେ ନାନା ଦେବଦେବୀଙ୍କ କଳ୍ପନା କରି ସେମାନଙ୍କ ପୂଜା କରୁଥିଲା, ସେମାନଙ୍କ ରୋଷ ବହ୍ନିରୁ ରକ୍ଷା ପାଇବା ପାଇଁ। ଏପରି ଭାବେ ଧର୍ମର ଉତ୍ପତ୍ତି ହୋଇଥିଲା। କିନ୍ତୁ ଶିକ୍ଷା ଦୀକ୍ଷାରେ ଆଜିକାଲିର ମଣିଷ ଅନେକ ଉନ୍ନତ ହୋଇଛି, କାର୍ଯ୍ୟ କାରଣ ସମ୍ପର୍କରେ ଜାଣିପାରିଛି, ଭୟ ଭୀତି ବି ଦୂର ହୋଇଛି। ଈଶ୍ୱର ନାମରେ ସର୍ବଶକ୍ତିମାନ ଜଣଙ୍କର ଅସ୍ତିତ୍ୱ ସମ୍ପୂର୍ଣ୍ଣ କାଳ୍ପନିକ। ନାନା ଦେବାଦେବୀଙ୍କୁ ପୂଜା ବି ନିରର୍ଥକ। ଶ୍ରୀ ଶ୍ରୀ ଠାକୁର କୁହନ୍ତି, ସତା ପ୍ରୀତିରୁ ଧର୍ମର ଉତ୍ପତ୍ତି ହୋଇଛି, ଭୟରୁ ନୁହେଁ। ପ୍ରତ୍ୟେକ ହିଁ ତାର ସତାକୁ ଭଲ ପାଏ। ତେଣୁ ସତାର ରକ୍ଷା କରିବା ପାଇଁ ଅନେକ ଚିନ୍ତା ଭାବନା କରେ। ଆହାର, ନିଦ୍ରା, ଭୟ, ମୈଥୁନ, ଅସ୍ମିତା ଜୀବର ଏହି ପଞ୍ଚବିଧ ପ୍ରୟୋଜନ ଆତ୍ମପୋଷଣ, ଆତ୍ମସଂରକ୍ଷଣ ଓ ଆତ୍ମଚିନ୍ତା ପାଇଁ ଅଛି। ତେଣୁ ସତା ପ୍ରୀତିରୁ ଧର୍ମର ଉତ୍ପତ୍ତି ହୋଇଛି। ଆହୁରି ସହଜ କରି ଶ୍ରୀ ଶ୍ରୀ ଠାକୁର କହିଲେ, ଅନ୍ୟକୁ ବଞ୍ଚାଇ ନିଜେ ବିଜ୍ଞତାର ନାମ ଧର୍ମ। ପ୍ରତିଟି ଜୀବର ଆଦିମ ଚାହିଦା ହେଲା ବଞ୍ଚିବା ଓ ବୃଦ୍ଧି ପାଇବା। ଯେଉଁ ନିୟମ ନୀତି ପାଳନ କରିଲେ ସପାରିପାର୍ଶ୍ୱିକ ଜୀବନ ଯଶ ଓ ବୃଦ୍ଧି କ୍ରମବର୍ଦ୍ଧନରେ ବର୍ଦ୍ଧିତ ହୁଏ, ତାର ନାମ ଧର୍ମ। ଧର୍ମର ଗ୍ଲାନି ହେଲେ ଜଗତ ବୁକୁରେ ପୁରୁଷୋତ୍ତମ ଆବିର୍ଭାବ ହୁଅନ୍ତି ଧର୍ମ ସଂସ୍ଥାପନା କରିବା ପାଇଁ। ପୁରୁଷୋତ୍ତମ ହେଲେ ଧର୍ମର ମୂର୍ତ୍ତ ପ୍ରତୀକ। ବର୍ତ୍ତମାନ ପୁରୁଷୋତ୍ତମଙ୍କଠାରେ ପୂର୍ବତନ ସମସ୍ତ ମହାପୁରୁଷ ଜୀବନ୍ତ ଥାନ୍ତି। ପୂର୍ବ ମହାପୁରୁଷମାନଙ୍କୁ ସିଏ ପରିପୂର୍ଣ୍ଣ କରନ୍ତି। ତେଣୁ ବର୍ତ୍ତମାନ ପ୍ରେରିତ ପୁରୁଷଙ୍କ ପ୍ରତି ଅର୍ଥାତ୍ ବର୍ତ୍ତମାନ ପୁରୁଷୋତ୍ତମଙ୍କ ପ୍ରତି ଆନୁଗତ୍ୟ ମାନେ ହିଁ ମହାପୁରୁଷମାନଙ୍କ ପ୍ରତି ଆନୁଗତ୍ୟ। ପୁରୁଷୋତ୍ତମ ସବୁ ମତ ଓ ପଥର ସାମଞ୍ଜସ୍ୟ ବିଧାନ କରନ୍ତି। ପୁରୁଷୋତ୍ତମ ହେଲେ ସବୁ ବୈଚିତ୍ର୍ୟ ଓ ସବୁ ବୈଶିଷ୍ଟ୍ୟର ସାର୍ଥକ ସଙ୍ଗମ ତୀର୍ଥ। ସିଏ ହିଁ ବୈଶିଷ୍ଟ୍ୟ ପାନୀୟ ଆପୂରୟମାଣ ଆଦର୍ଶ। ସବୁ ଶ୍ରେଣୀର ମଣିଷ, ସବୁ ପ୍ରକାର ବୈଶିଷ୍ଟ୍ୟର ମଣିଷ ତାଙ୍କୁ ଅନୁସରଣ କରି କଲ୍ୟାଣର ଅଧିକାରୀ ହୋଇପାରନ୍ତି। ତାଙ୍କୁ ଗ୍ରହଣ କଲେ ସାମ୍ପ୍ରଦାୟିକ ବିଦ୍ୱେଷ ରହିପାରେ ନାହିଁ। ପରସ୍ପର ମଧ୍ୟରେ ପ୍ରେମ ପ୍ରୀତି ଗଜେଇ ଉଠେ। ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ହୋଇସାରିଥିବା ମଣିଷକୁ ତିଆରି କରାଯାଏ ନାହିଁ, ବରଂ ତାର ବୈଶିଷ୍ଟ୍ୟକୁ ଉତ୍କ୍ରମୀ କରି ପୋଷଣ ପୁଷ୍ଟ କରାଯାଏ। ମଣିଷ କରିବାକୁ ହେଲେ ହିଁ ଦରକାର ପ୍ରଜନନ ପରିଶୁଦ୍ଧି। ଆହୁରି କହିଛନ୍ତି, ରକ୍ତର ବିପର୍ଯ୍ୟୟ ଜନନର ବିପର୍ଯ୍ୟୟ ସବୁଠାରୁ ବଡ଼ ବିପର୍ଯ୍ୟୟ। ଗୋଟିଏ ପୁରୁଷରେ ଏ ବିପର୍ଯ୍ୟୟର ସମାପ୍ତି ହୁଏ ନା, ବଂଶ ପରମ୍ପରାରେ ଏହି ବିପର୍ଯ୍ୟୟ ଗୁଣିତ ହୋଇ ଚାଲେ। ଏ ଦୁନିଆରେ ସମସ୍ତେ ବଞ୍ଚିବାକୁ ଚାହାନ୍ତି, ସୁଖ ଶାନ୍ତି ଓ ଆନନ୍ଦ ସହିତ ବଞ୍ଚିବାକୁ ଚାହାନ୍ତି। ମରିବାକୁ କେହି ଚାହାନ୍ତି ନାହିଁ। ଅସ୍ତିତ୍ୱ ବଜାୟ ରଖି ଚଳିବାକୁ ହେଲେ ହିଁ ନିୟମ ନୀତି ପାଳନ କରିବାକୁ ହେବ। ଆମେମାନେ ପ୍ରକୃତି ବହିର୍ଭୂତ ଜୀବ ନୋହୁଁ। ପ୍ରାକୃତିକ ନିୟମକୁ ଆମେ ଉଲ୍ଲଙ୍ଘନ କରିପାରିବା ନାହିଁ। ପ୍ରତି ବ୍ୟକ୍ତି ଆଦର୍ଶ ସୂତ୍ରରେ ଗ୍ରଥିତ ନ ହେଲେ ଆଦର୍ଶ ସମାଜ ଓ ରାଷ୍ଟ୍ର ଗଢ଼ି ଉଠେ ନାହିଁ। ତେଣୁ ସର୍ବାଗ୍ରେ ପ୍ରୟୋଜନ ଆଦର୍ଶ, ଆଉ ଧର୍ମ ମୂର୍ତ୍ତ ହୁଏ ଜୀବନ୍ତ ଆଦର୍ଶରେ। ଏକ ଆଦର୍ଶ ପତାକା ତଳେ ଯେତେ ଲୋକ ସମବେତ ହେବେ ଦୀକ୍ଷା ମାଧ୍ୟମରେ, ସେତେ ହିଁ ସେମାନଙ୍କ ମଧ୍ୟରେ ପାରସ୍ପରିକତା ଗଜେଇ ଉଠିବ। ବିଚ୍ଛିନ୍ନ ମଣିଷଗୁଡ଼ିକ ବାନା ବାନ୍ଧି ଉଠିବେ। ପ୍ରତ୍ୟେକଙ୍କ ପାଇଁ ପ୍ରତ୍ୟେକ ଭାବିବେ, ପ୍ରତ୍ୟେକଙ୍କ ପାଇଁ ପ୍ରତ୍ୟେକ କରିବେ। ବାନ୍ଧବ ବନ୍ଧନରେ ସମସ୍ତେ ଆବଦ୍ଧ ହୋଇ ଉଠିବେ। ଯୁଗଗୁରୁ ପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ଅମୃତବାଣୀ ବିଶ୍ୱର ସର୍ବତ୍ର ପ୍ରତି ଘରେ ଘରେ ପରିବେଷଣ କରିବାକୁ ହେବ। ଜୀବନ ବୃଦ୍ଧିକାମୀ ପ୍ରତିଟି ମଣିଷ ତାଙ୍କ ନାମରେ ମାତି ଉଠୁ, ଉଦ୍ବୁଦ୍ଧ ହୋଇ ଉଠୁ। ଆକାଶ ବାତାସ ପୁରୁଷୋତ୍ତମଙ୍କ ଧ୍ୱନିରେ ମୁଖରିତ ହୋଇ ଉଠୁ। ଦୁଃଖ ଦୈନ୍ୟ
ଦୂରୀଭୂତ ହୋଇ ପୃଥିବୀ ବୁକୁରେ ସ୍ୱର୍ଗରାଜ୍ୟ ସ୍ଥାପିତ ହୁଏ।